ହ୍ୟାଲୋ ପିଲାମାନେ ଆପଣମାନଙ୍କର ପ୍ରିୟ ୟୁଟ୍ୟୁବ୍ ଚ୍ୟାନେଲ୍ ବୁଝିବା ଆଶକୁ ସମସ୍ତଙ୍କୁ ସ୍ୱାଗତ। ଆଜି ଆମେ ତୁମ ଅଷ୍ଟମ ଶ୍ରେଣୀ ଗଣିତ ପ୍ରକାଶ ବହିର ଚାପ୍ଟର 4 ଚତୁର୍ଭୁଜ ଆଲୋଚନା କରିବା। ପିଲାମାନେ ପୂର୍ବ ଭିଡ଼ିଓରେ ଆମେ ଚାପ୍ଟର 3 ପର୍ଯ୍ୟନ୍ତ ଡିସ୍କସନ୍ କରିଥିଲେ। ଯଦି ତୁମେ সেই ଭିଡ଼ିଓ ଗୁଡ଼ିକ ଦେଖିନାହଁ ତାହେଲେ ଡିସ୍କ୍ରିପ୍ସନ୍ରେ ଲିଙ୍କ୍ ସେୟାର କରିଛି, ଲିଙ୍କ୍କୁ କ୍ଲିକ୍ କରି ତୁମେ ଭିଡ଼ିଓ ସବୁ ଦେଖିପାରିବ। ନଚେତ୍ ହୋମ୍ ପେଜ୍କୁ ଯାଇ ପ୍ଲେଲିଷ୍ଟକୁ କ୍ଲିକ୍ କରି ତୁମେ ଭିଡ଼ିଓ ଗୁଡ଼ିକ ଦେଖିପାରିବ। ପ୍ଲେଲିଷ୍ଟର ନାଁ ହେଉଛି କ୍ଲାସ୍ 8 ନ୍ୟୁ ବୁକ୍। କ୍ଲାସ୍ 8 ନ୍ୟୁ ବୁକ୍ ତୁମେ ସର୍ଚ୍ଚ କରି ମଧ୍ୟ ଭିଡ଼ିଓ ଗୁଡ଼ିକ ପାଇପାରିବ। ତାହେଲେ ଆଉ ଡେରି ନକରି ଆରମ୍ଭ କରିବା ଆମେ। ଚତୁର୍ଭୁଜ ଇଂଲିଶରେ କ'ଣ କହୁଛନ୍ତି? କ୍ୱାଡ୍ରିଲାଟରାଲ୍ସ। ଏହି ଅଧ୍ୟାୟରେ ଆମେ ଚାରିବାହୁ ବିଶିଷ୍ଟ ମଜାଦାର ଆକୃତି ବିଷୟରେ ପଢ଼ିବା। ତତ୍ ଆଧାରିତ ସମସ୍ୟା ଗୁଡ଼ିକୁ ସମାଧାନ କରିବା। ନିମ୍ନୋକ୍ତ ଚିତ୍ର ଗୁଡ଼ିକୁ ସାଧାରଣତଃ ଚତୁର୍ଭୁଜ କୁହାଯାଏ। ଏ ଚିତ୍ର ଗୁଡ଼ିକ ପିଲାମାନେ ଦିଆହେଇଛି, ଦେଖ ଏଗୁଡ଼ିକୁ ଆମେ କେଉଁଗୁଡ଼ିକୁ ଚତୁର୍ଭୁଜ କହିବା, କେଉଁଟିକୁ ଚତୁର୍ଭୁଜ କହିବା ନାହିଁ, ସେହି ବିଷୟରେ ଆମେ ଆଲୋଚନା କରିବା। ଚତୁର୍ଭୁଜ ଶବ୍ଦଟି ଲାଟିନ୍ ଶବ୍ଦ କ୍ୱାଡ୍ରିରୁ ଆସିଛି, ଯାହାର ଅର୍ଥ ହେଉଛି ଚାରି। ଲ୍ୟାଟସ୍ର ଅର୍ଥ ହେଉଛି ବାହୁ। ଦୁଇଟି କ୍ୱାଡ୍ରିଲାଟରାଲ, ଏଇ ଯେଉଁ ଶବ୍ଦଟି, ଏଇ ୱାର୍ଡ଼ଟି ଦୁଇଟି ଲାଟିନ୍ ଶବ୍ଦରୁ ଆସିଛି। ଏକ ହେଉଛି କ୍ୱାଡ୍ରି, ଦୁଇ ହେଉଛି ଲ୍ୟାଟସ୍। ଲ୍ୟାଟସ୍ ମାନେ କ'ଣ? ବାହୁ। କ୍ୱାଡ୍ରି ଅର୍ଥ କ'ଣ ପିଲାମାନେ? କ୍ୱାଡ୍ରି ଅର୍ଥ ଚାରି। ଆଚ୍ଛା, ନିମ୍ନରେ ଦିଆଯାଇଥିବା ଚିତ୍ର ଗୁଡ଼ିକୁ ଲକ୍ଷ୍ୟ କର। ଏ ଚିତ୍ର ଗୁଡ଼ିକୁ ପିଲାମାନେ ଦେଖ। ଚିତ୍ର ଗୁଡ଼ିକରେ ଦେଖ କେତୋଟି ଚିତ୍ର ଅଛି, ସବୁ ଚାରୋଟି ଲେଖେ ବାହୁ ଅଛି। କିନ୍ତୁ ଦେଖ ପିଲାମାନେ, ଏଇଠି କ'ଣ ହେଇଛି? ଏ ବାହୁ ଗୁଡ଼ିକ ବକ୍ର ରେଖା ଅଛି। ଏ ବାହୁଟା, ଏଇଟା ବକ୍ର ରେଖାଟି, ମାନେ ରେଖାଖଣ୍ଡ, ତିନୋଟି ରେଖାଖଣ୍ଡ ଯୋଡ଼ି ହେଇଛି, କିନ୍ତୁ ଏଇଠି ବକ୍ର ରେଖା ଅଛି। ତେଣୁ ଇଏ ଚତୁର୍ଭୁଜ ନୁହଁ, ଇଏ ବି ଚତୁର୍ଭୁଜ ନୁହଁ। କିନ୍ତୁ ଏଇ ତିନୋଟି ଆମର ଚତୁର୍ଭୁଜ, ଦେଖୁଛ ନା ନାହିଁ? ଆଇ ଏବଂ ଟ୍ରିପଲ୍ ଆଇ, ଏ ତିନୋଟି ହେଉଛି ଆମର ଚତୁର୍ଭୁଜ। ନିମ୍ନରେ ଦିଆଯାଇଥିବା ଚିତ୍ର ଗୁଡ଼ିକୁ ଆମେ ଦେଖିଲେ କେଉଁଟି ଚତୁର୍ଭୁଜ ନୁହେଁ ଆମେ ଜାଣିପାରିଲେ। ଏ ଦୁଇଟି ଆମର ଚତୁର୍ଭୁଜ କାହିଁକି ନୁହନ୍ତି? ଯେହେତୁ ବକ୍ରରେଖା ଦ୍ୱାରା ଏଗୁଡ଼ିକ ଦୁଇଟି ବିନ୍ଦୁକୁ ବକ୍ରରେଖା ଦ୍ୱାରା ସଂଯୋଗ କରାଯାଇଛି, ତେଣୁ ଏଇଟା ଗୋଟେ ବାହୁ ନୁହଁ। ଆମର ଚତୁର୍ଭୁଜ, ସବୁଠୁ ଜଣାଶୁଣା ଚତୁର୍ଭୁଜ ଆମେ ଜାଣିଛେ ପିଲାମାନେ, ଛୋଟ ପିଲାରୁ ଆମେ ଜାଣିଛେ ଆୟତ ଚିତ୍ର ବିଷୟରେ, ବର୍ଗ ଚିତ୍ର ବିଷୟରେ। ସେ ବିଷୟରେ ଆମେ ବର୍ତ୍ତମାନ ଆଲୋଚନା କରିବା। ଦେଖ, ଆୟତ ଚିତ୍ର ଓ ବର୍ଗ ଚିତ୍ର, ରେକ୍ଟାଙ୍ଗେଲ ଆଣ୍ଡ ସ୍କୋୟାର। ରେକ୍ଟାଙ୍ଗେଲ ମାନେ କ'ଣ? ଆୟତ ଚିତ୍ର। ସ୍କୋୟାର ମାନେ କ'ଣ? ବର୍ଗ ଚିତ୍ର। ଆଚ୍ଛା, ଆୟତ ଚିତ୍ର କାହାକୁ କହିବା? ଆୟତ ଚିତ୍ର ହେଉଛି ଏକ ଚତୁର୍ଭୁଜ। ଗୋଟେ ଚତୁର୍ଭୁଜ, ସମସ୍ତ କୋଣ ସମକୋଣ, ସବୁ ଯାକ କୋଣ ଆମର ସମକୋଣ ହୋଇଥିବ, ବିପରୀତ ବାହୁମାନଙ୍କର ଦୈର୍ଘ୍ୟ ସମାନ। ଆୟତ ଚିତ୍ର ମାନେ ଦେଖ, ଇଏ ହେଉଛି ଏକ ଆୟତ ଚିତ୍ର, ଯେଉଁଟାକି ବିପରୀତ ବାହୁମାନଙ୍କର ଦୈର୍ଘ୍ୟ ସମାନ। ଏ ବାହୁ ସହିତ ଏ ବାହୁ ସମାନ ହେଇଥିବ, ଏ ବାହୁ ସହିତ ଏ ବାହୁ ସମାନ ହେଇଥିବ, ବିପରୀତ ବାହୁ ଦୁଇଟି ସମାନ। ଏବଂ ସମସ୍ତ କୋଣର ପରିମାଣ 90 ଡିଗ୍ରୀ, ପ୍ରତି କୋଣ 90 ଡିଗ୍ରୀ ଲେଖାଏଁ। ଏ ସବୁ ଯାକ କୋଣ 90 ଡିଗ୍ରୀ ଲେଖାଏଁ ହେଇଥିବ। ତାହେଲେ ଆମେ ତାକୁ କହିବା, କ'ଣ କହିବା? ଆୟତ ଚିତ୍ର। ଆଚ୍ଛା, ଏହି ସର୍ତ୍ତ ଗୁଡ଼ିକୁ ପୂରଣ କରୁଥିବା ଚତୁର୍ଭୁଜ ଆୟତ ଚିତ୍ର। 90 ଡିଗ୍ରୀ ପ୍ରତ୍ୟେକ କୋଣ ଏବଂ ବିପରୀତ ବାହୁ ଗୁଡ଼ିକର ଦୈର୍ଘ୍ୟ ସମାନ। ଆୟତ ଚିତ୍ର ସଂଜ୍ଞା ଦେବା ପାଇଁ ଆଉ କିଛି ଉପାୟ ଅଛି କି? କ'ଣ ଉପାୟ ଅଛି ପିଲାମାନେ ଚିନ୍ତା କର। ଆସ ଆୟତ ଚିତ୍ର ଅଙ୍କନ ସହିତ ସମ୍ପୃକ୍ତ ନିମ୍ନଲିଖିତ ସମସ୍ୟାକୁ ବିଚାର କରିବା। ଏ ଯେଉଁ ସମସ୍ୟା ଗୁଡ଼ିକ ଦେଇଛି, ଏ ବିଷୟରେ ଆମେ ଆଲୋଚନା କରିବା। ଦେଖ କ'ଣ ସମସ୍ୟାଟି ଅଛି। ଜଣେ ବଢ଼େଇକୁ ଚିତ୍ର 1ରେ ଦେଖାଯିବା ଭଳି ଦୁଇଟି ପତଳା କାଠପଟା AC ଓ BDକୁ ଯୋଡ଼ିବାକୁ ପଡ଼ିବ। ଯେପରି ସେମାନଙ୍କର ପ୍ରାନ୍ତବିନ୍ଦୁ ଦେଇ ଏକ ସୂତା ବୁଲାଇଲେ ତାହା ଏକ ଆୟତ ଚିତ୍ର ସୃଷ୍ଟି କରିବ।
ସେ ପୂର୍ବରୁ ଗୋଟିଏ 8 ସେମି ଦୈର୍ଘ୍ୟର ପଟା ରଖିଛି, ତେବେ ଅନ୍ୟ ପଟାଟିର ଦୈର୍ଘ୍ୟ କେତେ ହେବ? ସେ ଦୁଇଟି ପଟା କେଉଁଠାରେ ଯୋଡ଼ିବ? ଗୋଟିଏ ପଟା ଅଛି 8 ସେମିର, ହେଲେ ଆଉ ଗୋଟିଏ ପଟା କେତେ ସେମିର ସିଏ ନେବାକୁ ପଡ଼ିବ, ଆଉ କେଉଁ ଜାଗାରେ ସିଏ ଯୋଡ଼ିବ, ସେ ବିଷୟରେ ବର୍ତ୍ତମାନ ଆମେ ଦେଖିବା। ଆଚ୍ଛା, ହେଲେ ଆୟତ ଚିତ୍ରର ଏଗୁଡ଼ିକୁ କ'ଣ କୁହାଯାଏ ପିଲାମାନେ? କର୍ଣ୍ଣ ବୋଲି କୁହାଯାଏ। କ'ଣ କୁହାଯାଏ? ବି ଡି ଗୋଟିଏ କର୍ଣ୍ଣ, କ'ଣ କୁହାଯାଏ? କର୍ଣ୍ଣ। ବି ଡି ଗୋଟିଏ କର୍ଣ୍ଣ ଆଉ ଏ ସି ଗୋଟିଏ କର୍ଣ୍ଣ। ଏ ଦୁଇଟି କର୍ଣ୍ଣ, ଏ ଦୁଇଟି କର୍ଣ୍ଣ କେମିତି, ତାଙ୍କ ଭିତରେ ସମ୍ପର୍କ କ'ଣ, ସେ ବିଷୟରେ ଆମେ ଜାଣିବା। ତାହେଲେ ଅନ୍ୟ କର୍ଣ୍ଣଟିର ଦୈର୍ଘ୍ୟ କେତେ ଆମେ ଜାଣିବାକୁ ପଡ଼ିବ। କର୍ଣ୍ଣଦ୍ୱୟର ଛେଦବିନ୍ଦୁ କେଉଁଠି, କେଉଁ ଜାଗାରେ ଛେଦ କରିବେ, ସେ ତାହା ଜାଣିବାକୁ ପଡ଼ିବ। ଜାଣିଲେ ହିଁ ସେ କାମଟି କରିପାରିବ। କର୍ଣ୍ଣଦ୍ୱୟ ମଧ୍ୟରେ ସୃଷ୍ଟି ହେଉଥିବା କୋଣ କେତେ ହେବା ଉଚିତ, ଏ ବିଷୟରେ ମଧ୍ୟ ସିଏ ଜାଣିବା ଦରକାର। ତାହେଲେ ପିଲାମାନେ ଦେଖ, ଆମେ କେମିତି ଜାଣିପାରିବା? ଗୋଟେ ତର୍କ ସିଦ୍ଧାନ୍ତ ମାଧ୍ୟମରେ ଆମେ ଜାଣିପାରିବା। ଦେଖ, ଏଇ ସିଦ୍ଧାନ୍ତଟିକୁ କ'ଣ ଦେଇଛି? ଆଚ୍ଛା ପିଲାମାନେ, ଆମର ଗୋଟିଏ କର୍ଣ୍ଣ ଜାଣିଛେ, ଆମେ ଗୋଟିଏ କର୍ଣ୍ଣ ହେଉଛି କେତେ ସେମି? 8 ସେମି। 8 ସେମି ବୋଲି ଜାଣିଛେ ଗୋଟିଏ କର୍ଣ୍ଣ, କିନ୍ତୁ ଅନ୍ୟ କର୍ଣ୍ଣଟିର ଦୈର୍ଘ୍ୟ ଆମେ ଆଣିବା। ଏହାର ଅନ୍ୟ କର୍ଣ୍ଣଟିର ଦୈର୍ଘ୍ୟ କେତେ, ସେ ବିଷୟରେ ଆମେ ଜାଣିବା। ତର୍କ ସିଦ୍ଧାନ୍ତ ଦେଖ, ଡିଡକ୍ସନ୍ 1, ସର୍ବସମ୍ମତା ସର୍ତ୍ତ ବ୍ୟବହାର କରି ଏହାକୁ ନିମ୍ନ ପ୍ରକାର ଆମେ ନିର୍ଣ୍ଣୟ କରିପାରିବା। ABCD ଗୋଟିଏ ଆୟତଚିତ୍ର, ଆୟତଚିତ୍ରର ମାନେ କଣ୍ଡିସନ୍ କ'ଣ? ପ୍ରତ୍ୟେକ କୋଣ 90 ଡିଗ୍ରୀ। ତେଣୁ ଆମେ ଯଦି ଏ ଦୁଇଟି ବାହୁ ସମାନ ବୋଲି ଦେଖିବାକୁ ପଡ଼ିବ। ଦେଖ, AD BD ଆମର ଜଣା ଅଛି, BD କେତେ? 8 ସେମି, କିନ୍ତୁ AC କେତେ? BD ସହିତ AC ସମାନ ଯଦି ଆମେ ଦେଖେଇ ପାରିଲେ, ତାହେଲେ AC ମଧ୍ୟ 8 ସେମି ଆମେ ନେଇପାରିବା। ଆଉ ଗୋଟିଏ କାଠପଟା ଆମେ ନେଇପାରିବା ଯାହାର ମାପ ଥିବ 8 ସେମି। ତେଣୁ ଆମେ ଦେଖିବାକୁ ପଡ଼ିବ ଯେ BD ସହିତ AC ସମାନ। ତାହେଲେ କେଉଁ ଦୁଇଟି ତ୍ରିଭୁଜ ଆମକୁ ନେବାକୁ ପଡ଼ିବ? BAD ତ୍ରିଭୁଜ ଆଉ CAD ତ୍ରିଭୁଜ। ଏ ତ୍ରିଭୁଜ ଦ୍ୱୟକୁ ଆମେ ଯଦି ଅଲଗା କରି କାଢ଼ିଦେବା, ଏଠି ମୁଁ ଛୋଟିଆକିରି କରିଦେଉଛି, ଦେଖିନିଅ। BAD ତ୍ରିଭୁଜ, ଏଠି ମୁଁ କରିଦେଉଛି BAD ତ୍ରିଭୁଜ। ଏପଟେ ସେମିତି CDA ତ୍ରିଭୁଜ, CDA, C ଇଏ ହେଲା D, ଇଏ ହେଲା A। ହେଲେ ଏଇ ଦୁଇ ତ୍ରିଭୁଜକୁ ଅଲଗା କରି ଏଠି କରିଦେଲି। ତମେ ଡାଉଟ୍ ହେବ ବୋଲି, ସନ୍ଦେହ ହେବ ବୋଲି ମୁଁ ଏମିତି ଅଲଗା କରିଦେଇଛି। ଦେଖ, ଏଇ ଯେଉଁ ଆୟତଚିତ୍ର ଅଛି, ଆୟତଚିତ୍ରର ପ୍ରତ୍ୟେକ କୋଣ 90 ଡିଗ୍ରୀ। ହେଲେ ଏ କୋଣଟା ଯେଉଁ BAD ତ୍ରିଭୁଜରେ ଏ କୋଣ ସହିତ CAD ତ୍ରିଭୁଜରେ CAD ତ୍ରିଭୁଜର D କୋଣ ସମାନ। ହେଲେ ଇଏ ବି 90 ଡିଗ୍ରୀ, ଏ ଦୁଇଟି କୋଣ ସମାନ ହେଲା। ଇଏ BACD ଏ ଦ୍ୱୟ ସମାନ ହେବ, କାହିଁକି? ବିପରୀତ ବାହୁ, ଯେକୌଣସି ଆୟତଚିତ୍ରର ବିପରୀତ ବାହୁ ମାନ ସମାନ। ହେଲେ ବିପରୀତ ବାହୁ BA ସହିତ CD ସମାନ, BA ସହିତ CD ସମାନ ହେଲା। ଆଉ ADଟା ହେଉଛି ସାଧାରଣ ବାହୁ, ଏ ତ୍ରିଭୁଜର ବାହୁ AD, ଏ ତ୍ରିଭୁଜର ଏପଟ ତ୍ରିଭୁଜର ବାହୁ ମଧ୍ୟ AD। ତାହେଲେ ଏ ଦୁଇ ବାହୁ, ଏଇ ବାହୁଟା ହେଲା ସାଧାରଣ ବାହୁ। ଏ ତ୍ରିଭୁଜରେ ଅଛି, ସେ ତ୍ରିଭୁଜରେ ଅଛି, ଏ ଦ୍ୱୟ ମଧ୍ୟ ସମାନ ହେଲା। ତାହେଲେ ଏ ଦୁଇଟି ତ୍ରିଭୁଜ ମଧ୍ୟରେ ତୁମେ କ'ଣ ଲକ୍ଷ୍ୟ କଲ ନା? ବାହୁ କୋଣ ବାହୁ, ଏଇଟା ହେଲା ବାହୁ, ଏଇଟା କୋଣ, ଇଏ ହେଲା ବାହୁ। ଇଏ ଆକୁ କ'ଣ କୁହାଯାଏ? ବା କୋ ବା, ସର୍ବସମତା ଅନୁସାରେ ତ୍ରିଭୁଜ ଦ୍ୱୟ ସମାନ। ଗୋଟିଏ ତ୍ରିଭୁଜର ବାହୁ କୋଣ ବାହୁ ସହିତ ଅନ୍ୟ ଏକ ତ୍ରିଭୁଜର ବାହୁ କୋଣ ବାହୁ ଯଦି ସମାନ ହେଲା, ତାହେଲେ ତ୍ରିଭୁଜ ଦ୍ୱୟ ସର୍ବସମ ହେବ, ବାକ ବା ସର୍ବସମତା ଅନୁସାରେ। ତେଣୁ ଏଇ ଦୁଇଟି ତ୍ରିଭୁଜ ଯଦି ସର୍ବସମ ହେଲା, ତାହେଲେ BAD ତ୍ରିଭୁଜର ବଡ଼ ବାହୁଟା ହେଲା BD, CDA ତ୍ରିଭୁଜର ବଡ଼ ବାହୁଟା ହେଲା CA। ଏ CA ସହିତ BD ସମାନ, ବୁଝିହେଲା ପିଲାମାନେ? ହେଲେ CA ସହିତ BD ସମାନ, ବା AC ଇଜ୍ ଇକ୍ୱାଲ୍ ଟୁ BD।
ହେଲେ କର୍ଣ୍ଣଦ୍ୱୟ ଆମର ସମାନ ଜଣା ପଡ଼ିଗଲା ପିଲେ। ବି ଡି ସହିତ କିଏ ସମାନ ହେଲା? ଏ ସି ସମାନ ହେଲା। ହେଲେ ବିଡିର ମାପ ସିଏ ଜାଣିଛି କେତେ ସେମି? ନା 8 ସେମି। ହେଲେ ଏ ସି କେତେ ସେମି ମାପର ଗୋଟେ କାଠପଟା ନେବାକୁ ପଡ଼ିବ? ସେ ବଢ଼େଇକୁ ଆଉ 8 ସେମିର ଗୋଟିଏ କାଠପଟା ଯଦି ନେବ ତାହେଲେ ସିଏ କେଉଁଠି ଜଏଣ୍ଟ କରିବ? ଦୁଇଟି ଯାକ କାଠପଟାକୁ କେଉଁ ପାଖରେ ଜଏଣ୍ଟ କରିବ? କେତେ ସେମି ଦୂରରେ ସିଏ ଜଏଣ୍ଟ କରିବ ଦୁଇଟି ଯାକ କାଠପଟାକୁ? ସେଇ ଜିନିଷଟା ବର୍ତ୍ତମାନ ଆମେ ଅନୁସିଦ୍ଧାନ୍ତ 2ରୁ ଜାଣିପାରିବା। ଦେଖ, କେଉଁଠି କାଠପଟା ଦୁଇଟି ଯାକ ସମାନ ଜାଣିପାରିଲା ସିଏ 8 ସେମି ଦୁଇଟି କାଠପଟା ନେଇଗଲା। କିନ୍ତୁ କେଉଁଠି ଜଏଣ୍ଟ କରିବ ସେଇ ବିଷୟରେ ଆମେ ଦେଖିବା। ଏହି ଅନୁସିଦ୍ଧାନ୍ତରେ ଆମେ ଜାଣିପାରିବା କେଉଁ ପାଖରେ ସିଏ ଜଏଣ୍ଟ କରିବ। ସର୍ବସମତା ସର୍ତ୍ତ ବ୍ୟବହାର କରି କର୍ଣ୍ଣଦ୍ୱୟର ଛେଦବିନ୍ଦୁ ସ୍ଥିର କରିହେବ। ଆମେ କର୍ଣ୍ଣଦ୍ୱୟର ଛେଦବିନ୍ଦୁ ମଧ୍ୟ ସ୍ଥିର କରିପାରିବା। କେମିତି ସ୍ଥିର କରିବା? ଦେଖ, ନା ଏଇ ଯେଉଁ ଛୋଟ ତ୍ରିଭୁଜ ଦୁଇଟିକୁ ନେବା। କେଉଁ ତ୍ରିଭୁଜ? ନା ବି ଓ ଏ ଏ ତ୍ରିଭୁଜଟି ଏବଂ ଏପଟେ ସି ଏ ଡି ଏଇ ତ୍ରିଭୁଜ। ଏଇ ଦୁଇଟି ତ୍ରିଭୁଜକୁ ଆମେ ନେଇ ଦେଖିବା ସର୍ବସମତା ବୋଲି। ସର୍ବସମ ଏ ଦୁଇଟି ତ୍ରିଭୁଜ ସର୍ବସମ ବୋଲି ଆମେ ଯଦି ପ୍ରମାଣ କରିପାରିବା ତାହେଲେ ଏ ବାହୁ ସହିତ ଏ ବାହୁ ସମାନ ହେବ, ଏ ବାହୁ ସହିତ ଏ ବାହୁ ସମାନ ହେବ, ବିପରୀତ ବାହୁ। ଏଠି ପିଲାମାନେ ଏ ଦୁଇଟି ତ୍ରିଭୁଜରେ ଏ ଯେଉଁ ନୀଳ ରଙ୍ଗ ଚିହ୍ନିତ ଅଂଶଟି ଏ ଦୁଇଟି ଏ କୋଣ ଦୁଇଟି କ'ଣ? ବିପରୀତ କୋଣ। ଯେକୌଣସି ଦୁଇଟି ବାହୁ ପରସ୍ପରକୁ ଛେଦ କଲେ, ଯେକୌଣସି ଦୁଇଟି ରେଖାଖଣ୍ଡ ଯଦି ପରସ୍ପରକୁ ଛେଦ କଲା ଉତ୍ପନ୍ନ ବିପରୀତ କୋଣ ଗୁଡ଼ିକ, ଏ କୋଣର ବିପରୀତ ଏଇଟା, ଏ କୋଣର ବିପରୀତ ଏଇଟା। ହେଲେ ଏ ବିପରୀତ କୋଣ ଗୁଡ଼ିକ ପରସ୍ପର ସମାନ ଆମେ ଜାଣିଛେ। ବି ଓ ଏର ପ୍ରତିବ କୋଣ କେଉଁଟା? ସି ଓ ଡି। ବି ଓ ଏର ପ୍ରତିବ କୋଣ ହେଉଛି ସି ଓ ଡି, ପରସ୍ପର ସମାନ ହେଲା। ଆଉ ଆୟତ ଚିତ୍ରର ବିପରୀତ ବାହୁଦ୍ୱୟ ମଧ୍ୟ ସମାନ ହେବ। ବି ଏ ସହିତ କିଏ ସମାନ ହେବ? ସି ଡି ସମାନ ହେବ। ବାହୁ ଦୁଇଟା ସମାନ ହେଲା, ଆଉ କୋଣ ଦୁଇଟା ସମାନ ହେଲା। ଆଉ କ'ଣ ଆମର ଦରକାର? ଆଉ ଗୋଟିଏ ଗୋଟିଏ କୋଣ ଦରକାର। ଦୁଇଟି କୋଣ ଯଦି ସମାନ ଦେଖାଇ ପାରିବା, ଏ କୋଣ ସହିତ ଏ କୋଣ ଯଦି ଆମେ ସମାନ ବୋଲି ଆମେ ପ୍ରମାଣ କରିପାରିବା ତାହେଲେ ଆମେ କହିପାରିବା ଯେ এই ଦୁଇଟି ତ୍ରିଭୁଜ ସର୍ବସମ। କେମିତି ଦେଖାଇ ପାରିବା? ଦେଖ, ଏଠି ପିଲାମାନେ ଦେଖ, ଏଟାକୁ ଯଦି ଏକ କୋଣ ନେବା, ଇଏ ହେଲା 1 ନମ୍ବର କୋଣ, ଇଏ ହେଲା 1 ନମ୍ବର କୋଣ, ଇଏ 2 ନମ୍ବର କୋଣ। ତାହେଲେ 1 ନମ୍ବର କୋଣ ସହିତ 2 ନମ୍ବର କୋଣ ସମାନ ବୋଲି ଆମେ ଦେଖାଇବାକୁ ପଡ଼ିବ। ଏ ପୁରା କୋଣଟି କେତେ ଡିଗ୍ରୀ? 90 ଡିଗ୍ରୀ। 1 କୋଣ ଆଉ 3 କୋଣ, ଆକୁ 3 କୋଣ ବୋଲି ଦେବା। 3 କୋଣ 1 କୋଣ ମିଶାଇଲେ 1 + 3 = 90 ଡିଗ୍ରୀ। ସେମିତି ଏଠି ବି କ'ଣ ହେବ? ଏ ତ୍ରିଭୁଜରେ 3 କୋଣ ଆଉ 2 କୋଣ, ଏ 2 କୋଣ ମିଶାଇଲେ 90 ଡିଗ୍ରୀ ହେବ। କାହିଁକି? ନା ଏ ବଡ଼ ତ୍ରିଭୁଜଟିରେ ଦେଖ, ଏ କୋଣଟି ଯଦି 90 ଡିଗ୍ରୀ ହେଲା ତାହେଲେ ଅନ୍ୟ ଦୁଇଟା କୋଣ ମିଶାଇଲେ 90 ଡିଗ୍ରୀ। କାହିଁକି? ତ୍ରିଭୁଜର 3 କୋଣର ସମଷ୍ଟି 180 ଡିଗ୍ରୀ। ତ୍ରିଭୁଜର 3 କୋଣର ସମଷ୍ଟି ଯଦି 180 ଡିଗ୍ରୀ, ଇଏ ଯଦି 90 ଡିଗ୍ରୀ ହେଇଗଲା, ଆଉ ଏ ଦୁଇଟି କୋଣ ମିଶାଇଲେ 90 ଡିଗ୍ରୀ ହେବ ନା ନାହିଁ? एंगल 3 प्लस एंगल 2 प्लस एंगल 90 डिग्री, ये तीन जा कोण मिसेले केते 180 डिग्री। ताहले आमे पाइबा कोण? ना 3 कोण 2 कोण मिसेले केते हबो? ए 90 डिग्री जदि सेपटକୁ ନେଇକିରି माइनस करदबा ताहले आउ 90 डिग्री आसिला। ए दुईटी कोण मिसेले 90 डिग्री। ताहले देखो पिला माने 3 कोण 2 कोण मिसेले 90 डिग्री, 1 कोण 3 कोण मिसेले 90 डिग्री। ता अर्थ एंगल 1 प्लस एंगल 3 इज इक्वल टू एंगल 3 प्लस एंगल 2। हेले एंगल 3 को आमे जदि दी पटरु कटे दबा ताहले आमे केते पाइबा? एंगल 1 इज इक्वल टू एंगल 2। 1 सहित 2 समान। ता अर्थ ए कोण सहित ए कोण समान हैला। को कोण सहित को कोण समान हैला? 1 कोण सहित 2 कोण समान हैला। ताहले कोण कोण आउ बाहु यही सर्वसमता सूत्र अनुसार को बा कोण कोण बाहु, कोण ये भी कोण आउ ये बाहु, ये को बा सूत्र अनुसार को बा सर्वसमता अनुଯାयୀ त्रिभुजद्वय सर्वसम हैला।
BOA ତ୍ରିଭୁଜ ସହିତ COD ତ୍ରିଭୁଜ ସର୍ବସମ। ଯଦି ସର୍ବସମ ହେଲା ତାହେଲେ ତାର ଅନୁରୂପ ବାହୁ ଗୁଡ଼ିକ କ'ଣ ହବ? ସମାନ ହବ। ତାହେଲେ BO ସହିତ କିଏ ସମାନ ହବ? BO ସହିତ OD ସମାନ। ଭେରି ଗୁଡ୍। ଆଉ AO ସହିତ କିଏ ସମାନ ହବ? AO ସହିତ OC ସମାନ ହେଲା। ତାହେଲେ ଏ ଦୁଇଟି କର୍ଣ୍ଣର ମଧ୍ୟବିନ୍ଦୁ ହେଲା କ'ଣ? O। ତା ଅର୍ଥ କର୍ଣ୍ଣଦ୍ୱୟ ପରସ୍ପରକୁ ସମଦ୍ୱିଖଣ୍ଡ କରନ୍ତି। ଆମେ ଜାଣିଲେ ଯେ ପରସ୍ପରକୁ ଯେକୌଣସି ଆୟତ ଚିତ୍ରର କର୍ଣ୍ଣଦ୍ୱୟ ପରସ୍ପରକୁ ସମଦ୍ୱିଖଣ୍ଡ କରନ୍ତି। ତାହେଲେ ଆୟତ ଚିତ୍ରର କର୍ଣ୍ଣଦ୍ୱୟ ଏଠି ଆମେ ପାଇଲେ ଆୟତ ଚିତ୍ରର କର୍ଣ୍ଣଦ୍ୱୟ ସର୍ବଦା ସେମାନଙ୍କର ମଧ୍ୟବିନ୍ଦୁରେ ପରସ୍ପରକୁ ଛେଦ କରନ୍ତି। ତା ଅର୍ଥ ତାକୁ ଆମେ କ'ଣ କହିପାରିବା? ପରସ୍ପରକୁ ସେମାନେ ସମଦ୍ୱିଖଣ୍ଡ କରନ୍ତି। ଯଦି ପରସ୍ପରକୁ ସମଦ୍ୱିଖଣ୍ଡ କଲେ ତାହେଲେ ସିଏ 8 ସେମି 8 ସେମି ମାପର ଦୁଇଟି ଯୋ କ'ଣ ବାଡ଼ି ନେଲା 8 ସେମି 8 ସେମି ମାପର, ତାହେଲେ କେତେ ସେମିରେ ସିଏ ଛେଦ କରିବ? ଏଇଠି ଯଦି ପୁରାଟା ହେଲା 8 ସେମି ତାହେଲେ ମଧ୍ୟବିନ୍ଦୁ ତାର କେତେ ହବ? ଇରେ 4 ସେମି। ଇଏ 4 ସେମି ମାପ କରିକିରି ମଝିରେ ଗୋଟେ ଚିହ୍ନ ଦବ। ଆଉ ଗୋଟିଏ ବାଡ଼ିର କାଠ ପଟାର ତାର ବି 4 ସେମି ମାପ କରି ମଝି ବିନ୍ଦୁରେ ସେ ଚିହ୍ନ ଦବ। ଚିହ୍ନ ଦେଇ ଦୁଇଟି ଯାକୁ ଜଏଣ୍ଟ କରିବ। ଆମେ ଟିକେ ଦେଖିନବା ଏଠି ଯୋଉ ଗାଣିତିକ କଥାବାର୍ତ୍ତା ଅଛି, ଇଏ କ'ଣ ଅଛି ଦେଖ। ଗାଣିତିକ କଥାବାର୍ତ୍ତା, ତ୍ରିଭୁଜ AOB ସର୍ବସମ ତ୍ରିଭୁଜ COD। ଏ ଯୋଉ ଚିହ୍ନଟି ଅଛି ପିଲାମାନେ ଦେଖ, ଏ ଚିହ୍ନଟିକୁ କୁହାଯାଏ ସର୍ବସମ ଚିହ୍ନ। ଇଏ ହେଉଛି ସର୍ବସମ ଚିହ୍ନ। AOB ଆଉ COD। AOB ଏଇ ତ୍ରିଭୁଜ ଆଉ COD ମାନେ ଏଇ ତ୍ରିଭୁଜ। AOD ସର୍ବସମ COD ପ୍ରମାଣ କରିବା ପାଇଁ ନିମ୍ନ ସମାନ ମାପ ଗୁଡ଼ିକୁ ବ୍ୟବହାର କରିପାରିବା କି? ଏଇ ଯୋଉ ମାପ ଗୁଡ଼ିକୁ ଆମେ ବ୍ୟବହାର କରିପାରିବା କି? ଦେଖ ବ୍ୟବହାର କରିପାରିବା। AO ଇଜ୍ ଇକ୍ୱାଲ୍ ଟୁ CO। AO ଇଜ୍ ଇକ୍ୱାଲ୍ ଟୁ CO। ଠିକ୍ ଅଛି। ଏଇ ତ୍ରିଭୁଜର CO ଏବଂ ଏଇ ତ୍ରିଭୁଜର AO ନେଲେ ଦୁଇଟି ଯାକ ବାହୁ ସମାନ। एंगल AOB इज इक्वल COD। AOB माने এই কোণটি ইজ ইকুয়াল টু COD। COD এই কোণ সহিত সমান। প্রতিব কোণ ঠিক ଅଛି, দুইটি যাক কোণ প্রতিব কোণ। AD ইজ ইকুয়াল টু CB। AD মানে এই বাহুটি, CB এই বাহু সহিত সমান। আরে ଆମେ ଯଦି ଏଇ ତ୍ରିଭୁଜ ନେଇଛେ, ଏ ତ୍ରିଭୁଜ ଭିତରେ AD ଅଛି କି? ଏ ଦୁଇଟି ଯାକ ତ୍ରିଭୁଜ ଭିତରେ AD ନାହିଁ କି BC ମଧ୍ୟ ନାହିଁ। ତା ଅର୍ଥ ତ୍ରିଭୁଜର ଗୋଟିଏ ବାହୁକୁ ଆମେ ଅନୁରୂପ ବାହୁ ଦ୍ୱୟକୁ ସମାନ ଦେଖାଇବାକୁ ପଡ଼ିବ। କିନ୍ତୁ ଏହି ମାପ ତିନୋଟିକୁ ଆମେ ଯଦି ନେବା ତାହେଲେ ପ୍ରମାଣିତ କରିପାରିବା ନାହିଁ। AOB COD ସହିତ ସର୍ବସମ ବୋଲି ପ୍ରମାଣିତ କରିପାରିବା ନାହିଁ। ବୁଝିପାରିଲ ପିଲାମାନେ? ତାହେଲେ ଦେଖିବା ଏଠି କ'ଣ ଅଛି ଦେଖ। ସିଦ୍ଧାନ୍ତ ତର୍କ ସିଦ୍ଧାନ୍ତ 3। ତର୍କ ସିଦ୍ଧାନ୍ତ 3। କର୍ଣ୍ଣଦ୍ୱୟର ଛେଦବିନ୍ଦୁରେ ଉତ୍ପନ୍ନ କୋଣମାନଙ୍କ ମଧ୍ୟରେ କି ସମ୍ପର୍କ ଥାଏ? କର୍ଣ୍ଣଦ୍ୱୟର ଛେଦବିନ୍ଦୁ ହେଉଛି ଏଠି। କର୍ଣ୍ଣଦ୍ୱୟର ଛେଦବିନ୍ଦୁରେ ଉତ୍ପନ୍ନ କୋଣମାନଙ୍କ ମଧ୍ୟରେ କି ସମ୍ପର୍କ ଥାଏ? ଯେଉଁ କୋଣ ଗୁଡ଼ିକ ଉତ୍ପନ୍ନ ହୁଏ ସେ କୋଣ ଗୁଡ଼ିକ ମଧ୍ୟରେ କି ସମ୍ପର୍କ ଥାଏ? ପ୍ରତିବ କୋଣ, এই କୋଣର ବିପରୀତ କୋଣ, এই କୋଣ, এই ଦୁଇଟି କୋଣ ସମାନ ହେବ ଏବଂ ଏପଟ ଦୁଇଟି କୋଣ ସମାନ ହେବ। ବୁଝିପାରିଲ ନା ନାହିଁ? ଏ ଦୁଇଟି କୋଣ ସମାନ ହେବ। ଆସ ଦେଖିବା ପରସ୍ପରକୁ ସମଦ୍ୱିଖଣ୍ଡ କରୁଥିବା ଦୁଇଟି ସମଦୈର୍ଘ୍ୟ ବିଶିଷ୍ଟ କର୍ଣ୍ଣ ମଧ୍ୟରେ ସୃଷ୍ଟି ହେଉଥିବା କୋଣର ପରିମାଣ 60 ଡିଗ୍ରୀ ହେଲେ କି ପ୍ରକାର ଚତୁର୍ଭୁଜ ଉତ୍ପନ୍ନ ହେବ? କି ପ୍ରକାର ଚତୁର୍ଭୁଜ ଉତ୍ପନ୍ନ ହୁଏ ଆମେ ଦେଖିବା। ଦେଖ ଯଦି 60 ଡିଗ୍ରୀ ଗୋଟିଏ କୋଣ ହେଲା, ତୁମେ ଆୟତ ଚିତ୍ରର ଅବଶିଷ୍ଟ କୋଣମାନଙ୍କର ପରିମାଣ ନିର୍ଣ୍ଣୟ କରିପାରିବ କି? ଗୋଟିଏ କୋଣ ଯଦି 60 ଡିଗ୍ରୀ ହେଲା, ଅନ୍ୟ କୋଣ ଗୁଡ଼ିକ ଆମେ ନିର୍ଣ୍ଣୟ କରିପାରିବା। ଏଇ କୋଣଟି ଯଦି 60 ଡିଗ୍ରୀ ହେଲା, ତାର ବିପରୀତ କୋଣ କୋଉଟା? এই କୋଣ ବି 60 ଡିଗ୍ରୀ ହେବ। ଏ ଦୁଇଟି ଯାକ କୋଣ ମିଶେଇଲେ କ'ଣ ହେବ? 180 ଡିଗ୍ରୀ। ତେଣୁ ଇଏ ଯଦି 60 ଡିଗ୍ରୀ ହେଲା ତାହେଲେ 180ରୁ 60 ମାଇନସ୍ କଲେ 120 ଡିଗ୍ରୀ ହେବ ଏଇ କୋଣଟି ଆମର। ବୁଝିହେଲା ପିଲାମାନେ?
AOB रे AO इज इक्वल टू OB, AO इज इक्वल टू कौन OB ହୋଇଥିବାରୁ ସେମାନଙ୍କର ସମ୍ମୁଖୀନ କୋଣମାନଙ୍କର ପରିମାଣ ମନେକର ମନେକର ସମ୍ମୁଖୀନ କୋଣର ପରିମାଣ ଯଦି A ନେବା, ଦେଖ ଏଇ ତ୍ରିଭୁଜରେ ଦେଖ AO ଇଜ ଇକ୍ୱାଲ BO ବା AO ଇଜ ଇକ୍ୱାଲ OB, ଏ ବାହୁ ସହିତ ଏ ବାହୁ ସମାନ। ଏଇ କୋଣ ଗୁଡ଼ିକୁ ଯଦି ଆମେ A ବୋଲି ନେବା, ଏ ଦୁଇଟା ବାହୁ ଯଦି ସମାନ ହେଲା ତାର ସମ୍ମୁଖୀନ କୋଣ ଦ୍ୱୟ ସମାନ। ଦେଖ ପିଲାମାନେ, ଗୋଟିଏ ତ୍ରିଭୁଜରେ ଏଠି ଗୋଟିଏ ତ୍ରିଭୁଜ ଆମେ ନେଲେ, ଏ ତ୍ରିଭୁଜରେ ଯଦି ଦୁଇଟି ବାହୁ ସମାନ ହେଲା, ଏ ଦୁଇ ବାହୁର ସମ୍ମୁଖୀନ କୋଣ ଦ୍ୱୟ ମଧ୍ୟ ସମାନ ହେବ। ଏ କୋଣ ସହିତ ଏ କୋଣ ସମାନ ହେବ। ସେ ଅନୁସାରେ ଆମର ଏ ଦୁଇଟି କୋଣ ଏଙ୍ଗେଲ A ଏଙ୍ଗେଲ B, ଏ ଦୁଇଟି କୋଣ ଆମର ସମାନ ହେବ। ମନେକର ଏ ନେଲେ, ଏ କୋଣଟା ଏ କୋଣ ବି ଆମର ଏ ଯଦି ନେଇଯିବା, ତାହେଲେ କ'ଣ ହେବ, ଆମେ ଏ ତିନୋଟି କୋଣ ମିଶାଇଲେ କେତେ ଡିଗ୍ରୀ? 180 ଡିଗ୍ରୀ। ଆମେ ଜାଣିଛେ OAB ତ୍ରିଭୁଜ OAB ରେ ତ୍ରିଭୁଜ OAB ରେ କ'ଣ ହେବ? ଏଙ୍ଗେଲ A ପ୍ଲସ୍ A ପ୍ଲସ୍ 60 ଡିଗ୍ରୀ ଇଜ ଇକ୍ୱାଲ୍ ଟୁ କେତେ ହେବ? 180 ଡିଗ୍ରୀ। ତିନିଟି ଯାକ କୋଣ ମିଶାଇଲେ କେତେ? 180 ଡିଗ୍ରୀ। ତା ଅର୍ଥ 2A ପ୍ଲସ୍ 60 ଡିଗ୍ରୀ ଇଜ ଇକ୍ୱାଲ୍ 180 ଡିଗ୍ରୀ, which implies 2A ଇଜ ଇକ୍ୱାଲ୍ ଟୁ କେତେ ହେବ? 180ରୁ 60 ମାଇନସ୍ କର, କେତେ ଆସିଲା? 120 ଡିଗ୍ରୀ। A ଇଜ ଇକ୍ୱାଲ୍ ଟୁ କେତେ ଆସିବ? 120କୁ 2ରେ ଭାଗ କର। ଏଠି କ'ଣ 2ରେ ମଲ୍ଟିପ୍ଲାଇ କରାହେଇଛି, 2A ମାନେ 2ଟାକୁ ଏପଟକୁ ଆଣି ଭାଗ କରିବା, ତାହେଲେ କେତେ ଡିଗ୍ରୀ ଆସିଲା? A ଇଜ ଇକ୍ୱାଲ୍ ଟୁ 60 ଡିଗ୍ରୀ ଆମର ଆସିଲା। ତା ଅର୍ଥ ଏ କୋଣଟି 60 ଡିଗ୍ରୀ, ଏ କୋଣ ବି ଆମର 60 ଡିଗ୍ରୀ ହେବ। ଇଏ 60 ଡିଗ୍ରୀ, ଇଏ ବି ଆମର 60 ଡିଗ୍ରୀ। ବୁଝିପାରିଲ ପିଲାମାନେ? ଦେନ୍ ଏଇ କୋଣ ଗୁଡ଼ିକ ମଧ୍ୟ ଆମେ ନିର୍ଣ୍ଣୟ କରିପାରିବା। 120 ଡିଗ୍ରୀ, ଏ ଦୁଇଟି ଯାକ କୋଣ ମିଶିଲେ ଗୋଟିଏ ସରଳ ରୈଖିକ କୋଣ ବା ସରଳ କୋଣ ବୋଲି ଆମେ କହିବା। ଏହି ସରଳ କୋଣର ପରିମାଣ ହେଉଛି 180 ଡିଗ୍ରୀ। ତୁମେ ପ୍ରୋଟ୍ରାକ୍ଟରରେ ଦେଖିଥିବ, 0ରୁ ଆରମ୍ଭ ହେଇକିରି କେଉଁ ପର୍ଯ୍ୟନ୍ତ ଯାଇଛି? 180। ଏଇଠୁ 0ରୁ ଆରମ୍ଭ ହେଲା 180 ପର୍ଯ୍ୟନ୍ତ ଲେଖା ହେଇଛି ପ୍ରୋଟ୍ରାକ୍ଟରରେ। ମାନେ ଗୋଟିଏ ସରଳ କୋଣର ପରିମାଣ ହେଉଛି 180 ଡିଗ୍ରୀ। ହେଲେ ଏଇ କୋଣଟି ଯଦି ଆମର ହେଲା 60 ଡିଗ୍ରୀ, ତାହେଲେ ଆଉ ଅବଶିଷ୍ଟ କୋଣଟା କେତେ ହେବ? 180ରୁ ଆମେ 60 ମାଇନସ୍ କରିବା, ମାଇନସ୍ କଲେ ଆସିବ ଆମର 120 ଡିଗ୍ରୀ। ଇଏ 120 ଡିଗ୍ରୀ ହେଲେ ଏଇ କୋଣ ତାର ବିପରୀତ କୋଣ ବି 120 ଡିଗ୍ରୀ ହେବ। ସେମିତି ଏଇ ଆୟତକ୍ଷେତ୍ରର ଗୋଟିଏ କୋଣ ଆମେ ଜାଣିଥିଲେ ସମସ୍ତ କୋଣର ମାପ ଆମେ ନିର୍ଣ୍ଣୟ କରିପାରିବା। ବୁଝିଲା ପିଲାମାନେ? ଆମେ ବର୍ତ୍ତମାନ ABCD କି ପ୍ରକାର ଚତୁର୍ଭୁଜ କହିପାରିବା କି? ଏଠି ଦେଖ, ABCD କି ପ୍ରକାର ଚତୁର୍ଭୁଜ? ଏଇଟା ଗୋଟେ କି ପ୍ରକାର ଚତୁର୍ଭୁଜ ଆମେ କହିପାରିବା କି? କି ପ୍ରକାର ଚତୁର୍ଭୁଜ ହେବ? ଆୟତଚିତ୍ର ହେବ। ଲକ୍ଷ୍ୟ କର, ଏହାର ସମସ୍ତ ଅନ୍ତଃସ୍ଥ କୋଣମାନଙ୍କର ପରିମାଣ 90 ଡିଗ୍ରୀ। ଏ ସବୁ ଯାକ କୋଣ କେତେ ହେଲା? ଇଏ ଯଦି 60 ଡିଗ୍ରୀ ହେଲା, ଏଇ କୋଣଟା କେତେ ହେଲା? 30 ଡିଗ୍ରୀ। ହେଲେ 60 30 କେତେ ହେଲା? 90 ଡିଗ୍ରୀ ହେଲା। ହେଲେ ପ୍ରତ୍ୟେକ କୋଣ ଯଦି 90 ଡିଗ୍ରୀ ହେଲା, ତାହେଲେ କ'ଣ କି ତ୍ରିଭୁଜ ଇଏ? ଇଏ ନିଶ୍ଚିତ ଭାବେ ଗୋଟିଏ ଆୟତଚିତ୍ର। ଆମେ ଏହାର ବାହୁମାନଙ୍କ ସମ୍ବନ୍ଧରେ କ'ଣ କହିପାରିବା? ବାହୁମାନଙ୍କ ସମ୍ବନ୍ଧରେ କ'ଣ କହିପାରିବା? ଆମେ ଦେଖୁଛେ ତ୍ରିଭୁଜ AOB ସର୍ବସମ COD, AOB ସହିତ COD ସର୍ବସମ ଏବଂ AOD ସର୍ବସମ COB, AOD ସହିତ BOC ସର୍ବସମ। ବୁଝିପାରିଲ? ଏଇ କୋଣ ସହିତ ଏଇ ତ୍ରିଭୁଜ ସହିତ ଏଇ ତ୍ରିଭୁଜ ସର୍ବସମ, ଏଠି ମଧ୍ୟ ଏଇ ତ୍ରିଭୁଜ ସହିତ ଏଇ ତ୍ରିଭୁଜ ସର୍ବସମ। ଅତଏବ ABCD ଏକ ଆୟତଚିତ୍ର। ABCD କ'ଣ ଗୋଟିଏ? ଆୟତଚିତ୍ର। କାରଣ ଏହାର ଆୟତଚିତ୍ରର ସମସ୍ତ ସର୍ତ୍ତ ପୂରଣ କରୁଛି। ଆୟତଚିତ୍ରର ସମସ୍ତ ସର୍ତ୍ତ ମାନେ କ'ଣ? ଗୋଟେ ଚତୁର୍ଭୁଜକୁ ଆୟତଚିତ୍ର କେତେବେଳେ ଆମେ କହିବା? ଯେତେବେଳେ ତାର କୋଣ ଗୁଡ଼ିକ 90 ଡିଗ୍ରୀ ହେବ, ପ୍ରତ୍ୟେକ କୋଣ କେତେ ହେବ? 90 ଡିଗ୍ରୀ ହେବ, ଆଉ ବିପରୀତ ବାହୁ ଗୁଡ଼ିକ ସମାନ। ଆଉ ଗୋଟେ କ'ଣ? ବିପରୀତ ବାହୁ
विपरीत बाहु गुड़िक समान एति जदि ए कंडीशन जदि पूरण कला गोटे चतुर्भुज ताहले से चतुर्भुजटी को आमे आयत चित्र बोली कहि परिबा बुझिला पिला माने जदि कर्णद्वय मध्य थिबा कोणर परिमाण परिवर्तन हुए जदि कर्णद्वय मध्य थिबा कोणर परिमाण परिवर्तन हुए आमे एहाकू साधारणीकरण करि परिबा कि कर्णद्वय मध्य थिबा गोटे कोण को एक्स नियो मनकर ए गोटे कोण हैला एक्स एक्स नेले आमे अन्य कोण गुडी को आनी परिबा ना नहीं आमे हिसाब करि परिबा जे कर्णद्वय मध्य थिबा चारोटी कोणर परिमाण हेउची एक्स एक्स एडा जदि एक्स हैला ए कोणटी ताहले आर विपरीत कोण भी एक्स हबो आउ ए कोणटी केता हबो 180 डिग्री माइनस एक्स हबो ए कोणटी मध्ये हमर 180 डिग्री माइनस एक्स हबो चारोटी जाय कोण आमे निर्णय करि परिबा सेमति देखो एठी अछि हमर कोन क्वेश्चन त्रिभुज ए ओ बी एक समद्विबाहु त्रिभुज ए ओ बी गोटे समद्विबाहु त्रिभुज यहाकू आधार करी तुमे चतुर्भुजर अन्य कोण मानकर परिमाण निर्णय करि परिबो कि अन्य कोण गुडीकर परिमाण तुमे निर्णय करि परिबो कि एटा गोटे समद्विबाहु त्रिभुज हेले हमर ए कोण जदि एक्स हैला ताहले ए कोण जाको केता हबो ए तीनोटी जाको कोण मिसिले केता है 180 डिग्री तेणु ए दुईटी कोण मिसेले हमर 180 डिग्री रु एक्स माइनस कले जेतिकी हबो सेतिकी हबो देखो मन कर ए कोण दुईटी को आमे नवा ए देखो एठी आमे कोण कले ए कोण को ए डिग्री नेले एठी भी ए डिग्री नेले ता अर्थ ए आउ एक्स ए तीनोटी मिसेले हमर 180 डिग्री हबो को त्रिभुज रे ए ओ बी त्रिभुज रे ए कोण हला ए एडा हला ए ये हला एक्स एक्स ए तीनोटी कोण को जदि आमे जोग करिबा ताहले 180 डिग्री हबो निश्चित भाबे त्रिभुजर अंतस्थ कोण मानकर परिमाण समष्टि 180 डिग्री ता अर्थ एठे ए इज इक्वल केते हेला 2a हला 2a प्लस एक्स एक्स डाकू सेपट को नहीं जिबा ताहले कोन हबो माइनस एक्स हे जिवो 180 डिग्री माइनस एक्स हे गला a इज इक्वल टू ए दुई कोन हबो एपड आसिकरी डिवाइड करा हबो हेले 180 माइनस एक्स बाय 2 इज इक्वल टू 90 माइनस एक्स बाय 2 ये डायरेक्ट आमे एतिकी आसिला आमे जदि आकु भाग कर दबा ताहले केते देखो पिला माने 180 डिग्री माइनस एक्स 180 माइनस एक्स हेले बाय 2 माने 180 बाय 2 एक्स माइनस एक्स बाय 2 इज इक्वल टू 90 माइनस एक्स बाय 2 बुझियला सेमदी आमे जदि बी नेगिरे एपटे बी ए दुईटी कोण को आमे जदि बी नबा ताहले भी आमे अन्य कोण गुडीकर माप मध्ये आनी परिबा केमदी आनिबा देखो एठी b प्लस 180 डिग्री माइनस एक्स इज इक्वल टू 180 डिग्री ए तीनोटी जाक कोण जदि मिसेइबा जोग करिबा को त्रिभुज रे ए ओ डी त्रिभुज ए ओ डी ए त्रिभुज रे आमे ए कोण प्लस ए कोण ए तीनोटी कोण मिसेइले जोग कले हमर 180 डिग्री हबो ए दुईटी कोण केते बी ए कोणटी हला 180 माइनस एक्स 180 डिग्री माइनस एक्स लिखा हला इज इक्वल 180 डिग्री 2b इज इक्वल बी मिस जोग कले केता हबो 2b इज इक्वल केता हला 180 डिग्री माइनस 180 डिग्री माइनस एक्स 180 डिग्री ए बंधनी ब्रैकेट टा हम जदि खोली दबा एठी ब्रैकेट खोली देले कोन हबो माइनस 180 डिग्री प्लस एक्स माइनस माइनस कोन हे जिवो प्लस हे जिवो 2b इज इक्वल x b इज इक्वल हमर आसिला x बाय 2 बुझियला चतुर्भुजर प्रत्येक कोणर परिमाण हेउची a प्लस b केमदी a प्लस b हैला एठी आमे नैथिले a बोली नैथिले ए दुईटी कोण को ए नेले ए दुईटी कोण को कोण b नैचे ता अर्थ ए प्रत्येक कोण केते डिग्री हैला
ए प्लस बी है प्रत्येक कोण यहीटा ये गोटे कोण ये गोटे कोण 1 2 3 4 चारोटी कोण ये चारोटी कोण प्रत्येक कौन आसो ए प्लस बी आसो प्रत्येक कोण त्रिभुजर प्रत्येक कोणर परिमाण होची ए प्लस बी ये ए प्लस बी ए पूरा कोणटी ए प्लस बी ये भी पूरा कोणटी कौन हम ए प्लस बी ए कोणटी मध्य ये कौन हम ये हेले बी ए कोणटी केते ए प्लस बी ये भी ए प्लस बी एठी देखो आमे ए बी सी डी ए बी आउ सी डी एवं ए डी बी सी मध्य थिबा संपर्क विषय रे कौन कहि परिबा ए बी आउ सी डी आउ ए डी बी सी ए मध्य ए दुई बाहु गुड़िक मध्य संपर्क कौन अच्छी बोली कहि परिबा तेणु ए बी इज इक्वल बी डी हम जेहेतु आमे प्रमाण कले ए ओ बी त्रिभुज त्रिभुज सी ओ डी ए ओ बी त्रिभुज एवं सी ओ डी त्रिभुज ए दुई त्रिभुज सर्वसम जदि सर्वसम है ताहले अनुरूप बाहु ए बी सहित सी डी समान बोली आमे कहि परिबा सेमती आमे देखेले ए दुई ए ओ डी आउ सी ओ बी ए ओ डी आउ सी ओ बी ए दुई त्रिभुज ए दुई त्रिभुज ए त्रिभुज ए त्रिभुज ए दुई त्रिभुज कौन है आमर सर्वसम जदि है ताहले आमे देखै परिबा जे अनुरूप बाहु ए डी सहित बी सी समान ए डी इज इक्वल बी सी जेहेतु सर्वसम त्रिभुज द्वयर अनुरूप अंश सर्वसम अटे बुझीपारच ना नहीं पिला माने अच्छा नेक्स्ट देखिबा कौन अच्छी गोटे आयत चित्र कर्णद्वय परस्पर को समद्विखंड करती बोली आम जानीदे ताहले एबे बढ़ई को आउ किछि टेंशन नहीं सी दुईटी जाक काठपट को आनी मझी अंश को सी निर्णय करेंगे ये जदि 8 सेमी होती बुझीपारछ ना नहीं तेणु कर्ण गुड़िक मध्य थिबा कोणर परिमाण जहाँ हेउना कहीं जदि कर्णद्वय सर्वसम हुअन्ति एवं सेमाने परस्पर को समद्विखंड करती तेबे सही चतुर्भुजर प्रत्येक कोणर परिमाण 90 डिग्री हेबो एवं विपरीत बाहु मानकर दैर्घ्य समान हेबो विपरीत बाहु गुड़िकर दैर्घ्य मध्य समान हेबो तेणु 8 सेमी रो दुईटी काठपटा आनले से काठपटार चिन्ह सी देले 4 सेमी रे गोटे चिन्ह दे देले एठी भी आउ गोटे काठपटार 4 सेमी जोठी अच्छी मापिकी चिन्ह दे देले से दुईटी जाकू कौन कले गोटे जगार जॉइंट करदेले जॉइंट कला पोरे अन्य बिंदु गुड़ी को सी जोग कले सूता माध्यम आम कौन पाइले एबे गोटे आयत चित्र पाइले देखिपारछ ना नहीं पिला माने एटा होची गोटे आयत चित्र अच्छा पिला माने देखो ये जो क्वेश्चन देइची क्वेश्चन मार्क अच्छी आम डिस्कशन करवा पूर्व संज्ञा रे आमे कहिथिलु जे गोटे आयत चित्र रे विपरीत बाहु मानकर दैर्घ्य समान संज्ञा रे आमे कौन कहिथिले ना विपरीत बाहु समान एवं प्रत्येक कोण समकोण प्रत्येक कोण जदि समकोण होइथिबो आ विपरीत बाहु जदि समान थिबो ताहले ताकू आमे गोटे आयत चित्र बोली कहिबा प्रत्येक कोण समकोण होइथिबो एवं विपरीत बाहु समान थिबो जदि कौनसी चतुर्भुजर समस्त कोण समकोण ताहा एक आयत चित्र बोली कहिले भूल हेबो कि भूल हबो कि सेही चतुर्भुज को आयत चित्र बोली कहले भूल हेबो नाही लिखिबो भूल हेबो नाही अच्छा देखो एठी कोन लिखाई जदि तुम्हें भावुछ यही संज्ञा असंपूर्ण तेबे एपरी गोटे चतुर्भुज अंकन कर तमें जो तुम मनरे जदि डाउट अच्छी पिला माने तुम्हें निजे गोटे रेखाखंड नब एठी कौन कर 90 डिग्री अंकन कर 90 डिग्री पुणी ए जगार कौन सी गोटे बिंदु रे तुम्हें जदि आउ थे 90 डिग्री अंकन कर पुणी एठी आउ थे 90 डिग्री अंकन कर ये जो माप नहीं ए बाहुटर माप जी
ए बाहुटीर माप सेतिकी नब नेइकिरि एठी पुणी 90 डिग्री अंकन करिवो ताहाले तुमे आयत चित्र ही पाइबो निश्चित भाबे आयत चित्र पाइबो हेले ए तर्क माध्यम रे ए जिनसडा को आमे प्रमाण करिवा देखो तर्क सिद्धांत 4 कोन लेखाई छि समस्त कोण समकोण थिबा गोटे चतुर्भुजर आकृति किपरि सबु जाक कोण जदि समकोण थिबो सेई चतुर्भुजर आकृतिटा केमती से चतुर्भुजर आकृति गोटे आयत चित्र निश्चित भाबे तर्क सिद्धांत अनुसार आमे एठी देखिबा चतुर्भुज एबीसीडी नियो जहार समस्त कोण समकोण गोटे एबीसीडी चतुर्भुज नेलो जार कि समस्त कोण समकोण एपरि एक चतुर्भुज रे एपरि एक चतुर्भुजर विपरीत बाहु मानक विषय रे कोन कुहा जाय परिबो विपरीत बाहु गुडिक से गुडिक समान ना असमान ए विषय रे आमे कोन कहि परिबा बीडी अंकन कर बीएडी ओ डीसीबी सर्वसम हेबा परी जना पडुछि एहा को आमे प्रमाण करि परिबा कि चित्र बीएडी ओ त्रिभुज डीसीबी मध्य रे दुईटी समानता लक्ष्य करा जाय परिबो एंगल 1 ओ एंगल 2 संबंध रे आमे कोन कहि परिबा एंगल 1 आ 2 निश्चित भाबे समान हेबे कोन कहि परिबा ए दुईटी जाक समान हेबे अच्छा पिला माने वर्तमान देखो आमे जदि बीएडी त्रिभुज बीएडी त्रिभुज एठी ए त्रिभुजटी कोन बीसीडी ए दुईटी त्रिभुज को आमे जदि सर्वसम बोली देखै परिबा ए दुईटी त्रिभुज को ए त्रिभुज प्लस ए त्रिभुज ए दुईटी त्रिभुज को आमे जदि सर्वसम देखै परिबा ताहले आमे ए बी सहित सी डी समान बोली देखै परिबा अनुरूप बाहुद्वय समान हेले वर्तमान देखो बिले एठी कोन करियो आमे जेहेतु एंगल बी इज इक्वल टू 90 डिग्री ए जो आयत चित्र रो सब जाक कोण 90 डिग्री लेखे हेले ए कोणटी भी 90 डिग्री ए कोण रे वर्तमान आमे देखिबा एठा 1 नंबर दबा ए कोणटी हैला 2 नंबर 2 ये हैला 3 नंबर कोण हेले 1 नंबर कोण आ 2 नंबर कोण केमती समान हो देखो वर्तमान देखो हमरो ए जो त्रिभुज रे ए त्रिभुज रे कोण हिची जेतु एंगल बी इज इक्वल टू 90 डिग्री ए कोणटी 90 डिग्री एंगल 3 प्लस 1 3 1 मिसिले केते 90 डिग्री हबो एंगल 3 प्लस 1 इज इक्वल टू 90 डिग्री एठी कोण हिची देखो पिला माने एठी जेहेतु बीसीडी ए त्रिभुज रे नबा बीसीडी त्रिभुज रे जेहेतु सी कोणटी 90 डिग्री सी कोण केते 90 डिग्री त्रिभुजर 3 कोणर समष्टि केते 180 डिग्री तेणु 3 कोण आ 2 कोण मिसिले निश्चित भाबे 90 डिग्री हबो 3 प्लस 2 इज इक्वल टू 90 डिग्री एठी आसिला 3 प्लस 1 इज इक्वल टू 90 डिग्री ता अर्थ 3 प्लस 1 एंगल 3 प्लस एंगल 1 इज इक्वल टू एंगल 3 प्लस एंगल 2 एंगल 3 को एंगल 3 जदि कटि गला ताहले हमर कोन आसिला एंगल 1 इज इक्वल टू एंगल 2 एंगल 1 सहित 2 समान हला ए कोण सहित ए कोण समान हला ताहले ए दुईटी त्रिभुज रे हमें कोन पाइले गोटे कोण सहित गोटे कोण समान हला ए बीडी बाहुटी कोण साधारण बाहु बीडी बाहु होची हमरो ए त्रिभुज रे अछि ए त्रिभुज रे अछि दुईटी जाक त्रिभुज रे अछि आउ ए कोण सहित ए कोण समान ए कोण सहित सी कोण समान एंगल ए इज इक्वल टू एंगल सी इज इक्वल टू 90 डिग्री ताहले एंगल ए सहित एंगल सी समान ताहले कोण कोण ए कोण कोण आउ बाहु ता अर्थ कोको बा लिखिबो देयरफॉर को को बा सर्वसम्मता अनुजाई सर्वसम्मता शर्त अनुसारे त्रिभुज बीएडी एडी
ସର୍ବସମ ତ୍ରିଭୁଜ BCD। ଏ BAD ସହିତ BCD ଯଦି ସର୍ବସମ ହେଲା ତାହେଲେ ଅନୁରୂପ ବାହୁ BA ବା AB ଇଜ୍ ଇକ୍ୱାଲ୍ ଟୁ CD ହେବ। ଅନୁରୂପ ବାହୁ ଲେଖିବା, therefore ଅନୁରୂପ ବାହୁ AB ଇଜ୍ ଇକ୍ୱାଲ୍ ଟୁ CD। ସେମିତି ଏ ଦୁଇଟି ମଧ୍ୟ ଅନୁରୂପ ବାହୁ ହେବ। BC ସହିତ AD ମଧ୍ୟ ସମାନ ହେବ। BC ଇଜ୍ ଇକ୍ୱାଲ୍ ଟୁ AD। ହେଲେ ଆମେ ପ୍ରମାଣ କରିପାରିଲେ ପିଲାମାନେ, ପ୍ରୁଭ୍। ଆଚ୍ଛା ପିଲାମାନେ, ବର୍ତ୍ତମାନ ଏଇଠି ଆମର ଭିଡ଼ିଓକୁ ବିରାମ ଦେବା। ଯେଉଁମାନେ ଚ୍ୟାନେଲରେ ନୂଆ ଅଛ, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ନୋଟିଫିକେସନ୍ ଅଲ୍ ବେଲ୍କୁ ଦବାଇ ଦିଅ, ଯାହାଫଳରେ ମୋର ଆଗାମୀ ଭିଡ଼ିଓର ନୋଟିଫିକେସନ୍ ଆପଣମାନେ ପାଇପାରିବେ ଏବଂ ଭିଡ଼ିଓ ଗୁଡ଼ିକ ଦେଖିପାରିବେ। ଯଦି ଭିଡ଼ିଓଟି ହେଲ୍ପଫୁଲ୍ ହୋଇଥାଏ ତାହେଲେ ଭିଡ଼ିଓକୁ ଲାଇକ୍, କମେଣ୍ଟ ଏବଂ ସେୟାର କରିବା ପାଇଁ ଆଦୌ ଭୁଲିବନି। କେଉଁ ସବଜେକ୍ଟରେ ଆପଣମାନଙ୍କୁ ଭିଡ଼ିଓ ଦରକାର କମେଣ୍ଟ ସେକ୍ସନରେ ନିଶ୍ଚୟ ଜଣାଇବେ। ପୁଣି ଏକ ନୂଆ ଭିଡ଼ିଓ ନେଇ ମୁଁ ଆପଣଙ୍କ ପାଖରେ ପହଞ୍ଚିବି। ଟିଲ୍ ଦେନ୍ ବାଇ ବାଇ, କିପ୍ ଲର୍ଣ୍ଣିଂ, ଥ୍ୟାଙ୍କ ୟୁ, ଜୟ ଜଗନ୍ନାଥ।